এই দুই ଦିଗ୍ଗଜ ବଞ୍ଚାଇ ଦେଲେ ଆଜି ଆରସିବି को ସେ ହେଉଛନ୍ତି କୃଣାଲ ପାଣ୍ଡ୍ୟା ଆଉ ଭୁବନେଶ୍ୱର କୁମାର। ତ ଭୁବନେଶ୍ୱର କୁମାର ବୋଲିଂରେ 4ଟା ବଡ଼ ୱିକେଟ୍ ନେଲେ ଏମ୍ଆଇ ବିପକ୍ଷରେ ଆଉ ବ୍ୟାଟିଂରେ ଶେଷ ଆଡ଼େ ଆସି 2 ବଲ୍ରେ 7 ରନ୍ କରିଦେଲେ ଆଉ ମ୍ୟାଚ୍ଟେ ଫିନିଶ୍ କରିଲେ ଆଉ ଆରସିବି ପାଇଁ ସଙ୍କଟ ମୋଚକ ସାଜିଲେ। ଆଉ କୃଣାଲ ପାଣ୍ଡ୍ୟା ମଧ୍ୟ 73 ରନ୍ର ଇନିଂସ୍ ଖେଳିଗଲେ। ଏମ୍ଆଇ ଠାରୁ ମ୍ୟାଚ୍ଟାକୁ ବହୁତ ଦୂରକୁ ନେଇଗଲେ କୃଣାଲ ପାଣ୍ଡ୍ୟା। ରୋମାଞ୍ଚକର ପାଲଟିଥିଲା ଏମ୍ଆଇ ବନାମ ଆରସିବି ମ୍ୟାଚ୍। ଆଇପିଏଲ୍ ମ୍ୟାଚ୍ ନମ୍ବର 54ରେ କୃଣାଲ ପାଣ୍ଡ୍ୟା ତାଙ୍କୁ ଜୋରଦାର କ୍ରାମ୍ପ ଆସିଥିଲା, ହେଲେ ମଧ୍ୟ ସେ ହାର ମାନି ନଥିଲେ। ଉଠିଲେ ଗଡ଼ିଲେ ପଡ଼ିଲେ, ତାପରେ ଆରସିବିର ସଙ୍କଟ ମୋଚକ ସାଜିଲେ ଆଉ ଆରସିବିକୁ ନିରାଶ କଲେ ନାହିଁ। ରାୟପୁର ମଇଦାନ ଆଜି ପୁରା ରଣଭୂମି ପାଲଟିଗଲା। ଆଜି ଆରସିବି ଅଧିନାୟକ ରଜତ ପାଟିଦାର ଇଏ ପ୍ରଥମେ ଟସ୍ ଜିତିକି ବୋଲିଂ ନେଇଗଲେ, ଯାଇ କାରିଗର ସାବ୍ୟସ୍ତ ହେଲା ଆରସିବି ପାଇଁ। ଭୁବନେଶ୍ୱର କୁମାରଙ୍କ ସୁଇଂ ଆଗରେ ଆଜି ଧ୍ୱସ୍ତ ହେଲା ଏମ୍ଆଇର ଟପ୍ ଅର୍ଡର। ଭୁବି 3ଟା ୱିକେଟ୍ ନେଲେ। ପ୍ରଥମେ ରିଆନ୍ ନିକଲଟନ, ତାପରେ ହିଟମ୍ୟାନ୍ ରୋହିତ ଶର୍ମା, ତାପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ଏଣିକି ରିଆନ୍ ନିକଲଟନକୁ ମାତ୍ର 2 ରନ୍ରେ ଆଉଟ୍ କରିଦେଲେ ଭୁବନେଶ୍ୱର କୁମାର। ହିଟମ୍ୟାନ୍ ରୋହିତ ଶର୍ମାକୁ ଭଲ ଷ୍ଟାର୍ଟ ମିଳିଥିଲା। 2ଟା ଛକା 2ଟା ଚୌକା ଲଗାଇଥିଲେ ହିଟମ୍ୟାନ୍ ରୋହିତ। କେବଳ ହେଜଲଉଡ୍କୁ 2ଟା ଛକା ଲଗାଇ ଦେଇଥିଲେ ରୋହିତ ଶର୍ମା। କିନ୍ତୁ ଭୁବନେଶ୍ୱର କୁମାରଙ୍କ ବଲ୍ ଆଗରେ ଇଏ ହାର ମାନିଲେ। ଭୁବନେଶ୍ୱର କୁମାରଙ୍କ ସୁଇଂ ଇଏ ପଢ଼ି ପାରିଲେନି। ରୋହିତ ଶର୍ମା ଗୋଟେ ଆଉଟସାଇଡ୍ ଅଫ୍ ବଲ୍କୁ ମାରିବାକୁ ଗଲେ ଆଉ ତାଙ୍କ ବ୍ୟାଟ୍ରେ ଏଜ୍ ବାଜିଲା ଆଉ କିପର ହାତକୁ ବଲ୍ ପଳେଇଲା। ରୋହିତ 10 ବଲ୍ରେ 22 ରନ୍ କରି କ୍ୟାଚ୍ ଆଉଟ୍ ହେଲେ। ରୋହିତ ଶର୍ମା ଗଲା ପରେ ସୂର୍ଯ୍ୟକୁମାର ଯାଦବ ଆସିଲେ ଆଉ ବିନା ଖାତା ଖୋଲି ଆଉଟ୍ ହେଲେ। 28 ରନ୍ରେ ଏମ୍ଆଇ ଦଳ 3ଟା ୱିକେଟ୍ ହରାଇ ବସିଲା। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଜି ଜୋରଦାର ହେଉଥିଲା, ତ ଏମ୍ଆଇର ବ୍ୟାଟର୍ସମାନେ ଫସି ଯାଉଥିଲେ ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ। ନମନ ଧୀର ଓ ତିଲକର୍ମା ଯାହା ଏବେ ଏମ୍ଆଇ ସ୍କୋରକୁ ଆଗକୁ ନେଲେ ଆଉ ଏମ୍ଆଇ ସ୍କୋରକୁ 110 ରନ୍ରେ ପହଞ୍ଚାଇଲେ। ରସିକ ଦାର ଓଭରରେ ନମନ ଧୀର ଆଉଟ୍ ହେଲେ 47 ରନ୍ କରିକି, ଯେତେବେଳେ ଏମ୍ଆଇ ସ୍କୋର 110 ରନ୍ରେ ଥିଲା 13 ଓଭରରେ। ନମନ ଧୀର ଆଉଟ୍ ହେଲା ପରେ ଆଉ ବଡ଼ ପାର୍ଟନରସିପ୍ ହେଲା ନାହିଁ ଏମ୍ଆଇର। ଦର୍ଶକ ବନ୍ଧୁମାନେ ୱିଲ୍ ଜ୍ୟାକ୍ସ ଆସିଲେ ଆଉ 10 ରନ୍ କରି ଆଉଟ୍ ହେଲେ। ତିଲକର୍ମା ଯାହା ଗୋଟେ ଆଡ଼ୁ ଇନିଂସକୁ ସମ୍ଭାଳୁଥିଲେ, ତିଲକର୍ମା ସମୁଦାୟ 57 ରନ୍ କରି ଆଉଟ୍ ହେଲେ। ଭୁବନେଶ୍ୱର କୁମାର ନିଜ ଶେଷ ଓଭରରେ ବୋଲ୍ଡ କରିଦେଲେ ତିଲକକୁ। ଆଉ 23 ବର୍ଷୀୟ ରାଜ ଅଙ୍ଗଦ ବାବା ଇଏ ମଧ୍ୟ 16 ରନ୍ର ଇନିଂସ ଖେଳିକି ଆଉଟ୍ ହେଲେ। ବାକି 2 ଓଭରରେ ଏମ୍ଆଇ ଦଳ 166 ରନ୍ରେ ପହଞ୍ଚିଲା ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ। 167 ରନ୍ର ଲକ୍ଷ୍ୟ ରହିଲା ଆରସିବି ଆଗରେ। ପିଚ୍ଟି ବହୁତ ଜଟିଳ ଥିଲା, ସହଜ ନଥିଲା ଏଠି ରନ୍ କରିବା ଏହି ମଇଦାନରେ। ଏଣିକି ବଲ୍ ବହୁତ ସୁଇଂ ହେଉଥିଲା ଆଉ ରହିକି ଆସୁଥିଲା, ତ ଟାର୍ଗେଟ୍ ସହଜ ନଥିଲା ଆରସିବି ପାଇଁ। କିନ୍ତୁ ପ୍ରଥମ ଓଭରରେ 2ଟା ଚୌକା ଲଗାଇଦେଲେ ଜେକବ ବେଥଲ ଦୀପକ ଚହରକୁ। ଏକ୍ସେଲେଟର ଉପରେ ଗୋଡ଼ ପକାଇଥିଲେ ଜେକବ ବେଥଲ। କିନ୍ତୁ ପ୍ରଥମ ଓଭରରେ ଦ୍ୱିତୀୟ ଓପନର ବିରାଟ କୋହଲି କ୍ୟାଚ୍ ଆଉଟ୍ ହୋଇଗଲେ ଦୀପକ ଚହର ଓଭରରେ। ବିରାଟ କୋହଲି ଆଜି ଖାତା ବି ଖୋଲି ପାରିଲେନି। ଦୀପକ ଚହର ଦେବଦୂତ ପାଡିକାଲକୁ ବି 12 ରନ୍ରେ ପାଭିଲିୟନ୍ ପଠାଇଦେଲେ। ତାପରେ ଅଧିନାୟକ ରଜତ ପାଟିଦାର ଇଏ ମଧ୍ୟ 8 ରନ୍ କରି ଆଉଟ୍ ହୋଇଗଲେ କରବିନ ବୋସ୍ ଓଭରରେ। ଆଜି କୃଣାଲ ପାଣ୍ଡ୍ୟାକୁ ଉପରେ ପଠାଇଥିଲା ବ୍ୟାଟିଂରେ ଆଉ କୃଣାଲ ପାଣ୍ଡ୍ୟା ଆସିକି ରନ୍ ବର୍ଷା କରିଲେ। କୃଣାଲ ପାଣ୍ଡ୍ୟା ଆସିକି ଗୋଟେ ଚୌକା ଗୋଟେ ଛକା ଲଗାଇଦେଲେ। କୃଣାଲ ପାଣ୍ଡ୍ୟା ଆଉ ବେଥେଲ ଭିତରେ ଅର୍ଦ୍ଧଶତକୀୟ ପାର୍ଟନରସିପ୍ ହେଲା। ବେଥେଲ ଭଲ ସାଥ ଦେଇଥିଲେ କୃଣାଲଙ୍କର ଆଉ 27 ବଲ୍ରେ 27 ରନ୍ କରି ଆଉଟ୍ ହେଲେ, ଯେତେବେଳେ ଆରସିବିର ସ୍କୋର 94 ରନ୍ରେ ଥିଲା। ଜିତେଶ ଶର୍ମା ଆସିକି ଛକା ମାରିକି ନିଜର ଖାତା ଖୋଲିଲେ। ଅନ୍ୟଆଡ଼େ କୃଣାଲ ପାଣ୍ଡ୍ୟାଙ୍କର ପ୍ରହାର ଜାରି ଥିଲା। କୃଣାଲ ପାଣ୍ଡ୍ୟା 32 ବଲ୍ରେ ନିଜର ଅର୍ଦ୍ଧଶତକ ସମ୍ପନ୍ନ କଲେ। ଜିତେଶ ଶର୍ମା 12 ବଲ୍ରେ 8 ରନ୍ କରି ଆଉଟ୍ ହେଲେ କରବିନ ବୋସ୍ ଓଭରରେ। ଏହି ଓଭରରେ କରବିନ ବୋସ୍ ଟିମ୍ ଡାଭିଡ୍କୁ ଆଉଟ୍ କଲେ। ଟିମ୍ ଡାଭିଡ୍ ଆଜି ଖାତା ଖୋଲି ପାରିଲେନି। କରବିନ ବୋସ୍ ଏହାକୁ ମିଶାଇ ସମୁଦାୟ 4ଟା ୱିକେଟ୍ ସମ୍ପନ୍ନ କରିଲେ। ଶେଷ ଆଡ଼କୁ ମ୍ୟାଚ୍ଟି ପଡ଼ିଥିଲା। ଏବେ 17 ବଲ୍ରେ 30 ରନ୍ ଦରକାର ଥାଏ। କୃଣାଲ ପାଣ୍ଡ୍ୟା ଛକା ମାରିବାକୁ ଯାଇ ବାଉଣ୍ଡ୍ରି ଲାଇନ୍ରେ ନମନ ଧୀର ଗୋଟେ କ୍ୟାଚ୍ ଧରିକି ତିଲକର୍ମା ଆଡ଼କୁ ଫୋପାଡ଼ି ଦେଲେ ବଲ୍। କିନ୍ତୁ କୃଣାଲ ପାଣ୍ଡ୍ୟାକୁ ଜୀବନଦାନ ମିଳିଲା। ତିଲକର୍ମା କିଛି ଜାଣିପାରିଲେନି ଆଉ କ୍ୟାଚ୍ଟେ ବି ଧରିପାରିଲେନି। ତ ସେଇ ଭିତରେ ଭୁଲ ବୁଝାମଣା ହେଲା ତିଲକ ନମନ ଧୀର ଭିତରେ। ତ ନମନ ଧୀର କହିଲେ ତିଲକକୁ କ୍ୟାଚ୍ଟି ଦେଇଥିଲି ଧରିଲନି। ତ ତିଲକ କହିଲେ ଠିକ୍ ସେ ଦେଲେ ତ କ୍ୟାଚ୍ ଧରିବି, ଏତେ ତଳୁଆ କ୍ୟାଚ୍ କେମିତି ଧରିବି। ଏଇଟା ଛକା ହେଇନଥିଲା। କୃଣାଲ ପାଣ୍ଡ୍ୟା ଏଇଥିରେ ରନ୍ ମଧ୍ୟ ଦୌଡ଼ି ନଥିଲେ। କୃଣାଲ ପାଣ୍ଡ୍ୟାକୁ ଏପର୍ଯ୍ୟନ୍ତ କ୍ରାମ୍ପ ପଳାଇ ଆସିଥିଲା, ସେ ରନ୍ ଦୌଡ଼ିବା ଅବସ୍ଥାରେ ନଥିଲେ। କୃଣାଲ ପାଣ୍ଡ୍ୟା ଦର୍ଜରେ ଉବୁଟୁବୁ ହେଉଥିଲେ, କିନ୍ତୁ କ୍ରିଜ୍ ଛାଡ଼ି ନଥିଲେ। ଆରସିବି ପାଇଁ ଲଢ଼ୁଥିଲେ ଏବେ କୃଣାଲ ପାଣ୍ଡ୍ୟା। ଓଲଟା ଏହା ପରେ 2ଟା ଛକା ଲଗାଇଦେଲେ କୃଣାଲ ପାଣ୍ଡ୍ୟା ଗଜନଫରକୁ। ସମୁଦାୟ ଏବେ 13 ବଲ୍ରେ 18 ରନ୍ ଦରକାର ଥାଏ। ଏଇଠି କିନ୍ତୁ କୃଣାଲ ପାଣ୍ଡ୍ୟା କ୍ୟାଚ୍ ଆଉଟ୍ ହୋଇଗଲେ ଗୋଟେ ଛକା ମାରିବାକୁ ଯାଇ। ବାଉଣ୍ଡ୍ରି ଲାଇନ୍ରେ ଏଥର ଦମଦାର କ୍ୟାଚ୍ ଧରିଲେ ତିଲକର୍ମା। କୃଣାଲ ପାଣ୍ଡ୍ୟା ଧନ୍ଦାର 43 ବଲ୍ରେ ବିସ୍ଫୋରକ 73 ରନ୍ କରିକି ଆଉଟ୍ ହେଲେ। ଯେତେବେଳେ ଆରସିବି ସ୍କୋର 39 ରନ୍ରେ 3ଟା ୱିକେଟ୍ ପଡ଼ିଥିଲା 6 ଓଭରରେ, ସେହି ସମୟରେ କୃଣାଲ ପାଣ୍ଡ୍ୟା ଆସିଥିଲେ ଆଉ 19 ଓଭର ପର୍ଯ୍ୟନ୍ତ ରହିକି ଆରସିବି ଇନିଂସକୁ ସମ୍ଭାଳିଲେ। ଯଦି କୃଣାଲ ପାଣ୍ଡ୍ୟା ଆଗରୁ ଆଉଟ୍ ହୋଇଯାଇଥାନ୍ତେ ପ୍ରଥମରୁ, ତାହେଲେ ଆରସିବି ଏତିକି ପର୍ଯ୍ୟନ୍ତ ପହଞ୍ଚି ପାରିନଥାନ୍ତା। 19ତମ ଓଭରରେ ବୁମ୍ରା ଆସିଲେ ବୋଲିଂ କରିବା ପାଇଁ ଆଉ ନିଜର କାମ କରିଦେଲେ। ମାତ୍ର 3 ରନ୍ ଦେଲେ ବୁମ୍ରା। ବୁମ୍ରାଙ୍କର ବୋଲିଂ ପାଇଁ ଏମ୍ଆଇକୁ ଶେଷ ଓଭରରେ ଏଣିକି 15 ରନ୍ ମିଳିଲା ଡିଫେଣ୍ଡ କରିବା ପାଇଁ। କିନ୍ତୁ ଶେଷ ଓଭରରେ ରାଜ ଅଙ୍ଗଦ ବାବାକୁ ବୋଲିଂ ଦେଲେ ସୂର୍ଯ୍ୟକୁମାର ଯାଦବ। ରାଜ ଅଙ୍ଗଦ ବାବା ପ୍ରଥମ 2 ବଲ୍ରେ ହ୍ୱାଇଡ୍ ଆଉ ଗୋଟେ ନୋ ବଲ୍ ଫୋପାଡ଼ିଲେ। ଏଥିରେ ଏକ୍ସଟ୍ରା ରନ୍ ମିଳିଲା ଆରସିବିକୁ। ବାକି 2 ବଲ୍ରେ ହ୍ୱାଇଡ୍ ଆଉ ସିଙ୍ଗଲ ମିଶିକି 3 ରନ୍ ଆସିଗଲା। ଏବେ ହାର୍ଡ ହିଟର ବ୍ୟାଟ୍ସମ୍ୟାନ୍ କିନ୍ତୁ ରୋମାରିଓ ସେଫର୍ଡକୁ ଆଉଟ୍ କରିବାରେ ସଫଳ ହେଲେ ରାଜ ଅଙ୍ଗଦ ବାବା। ଦର୍ଶକ ବନ୍ଧୁମାନେ ଏବେ ଆଉ 3 ବଲ୍ରେ 9 ରନ୍ ଦରକାର ଥାଏ। ବିରାଟ କୋହଲି ନିରାଶ ହୋଇଗଲେ ଯେତେବେଳେ ରୋମାରିଓ ସେଫର୍ଡ ଆଉଟ୍ ହୋଇକି ପାଭିଲିୟନ୍ ଗଲେ।
ଭୁବନେଶ୍ୱର କୁମାର ଆସିଥିଲେ ଯିଏ ଆଜିକି ହିରୋ ପାଲଟିଥିଲେ ଆଉ 4ଟା ବଡ଼ ୱିକେଟ୍ ନେଇଥିଲେ। ଭୁବନେଶ୍ୱର କୁମାର ତାପରେ ଆସିକି ପ୍ରଥମ ବଲ୍ରେ ସିଧା ଗୋଟେ ଆଉଟସାଇଡ୍ ଅଫ୍ ବଲ୍କୁ ସିଧା ଛକା ଲଗାଇଦେଲେ। ରୋମାରିଓ ସେଫର୍ଡ ଗଲା ପରେ ବିରାଟ କୋହଲି ନିରାଶ ଥିଲେ, କିନ୍ତୁ ଏହି ଛକା ଦେଖିକି ବିରାଟ କୋହଲି ଆଉ ଥରେ ଜୋସ୍ରେ ପଳାଇ ଆସିଲେ। ଦର୍ଶକ ବନ୍ଧୁମାନେ ଏବେ ଆଉ 2 ବଲ୍ରେ 3 ରନ୍ ହିଁ ବାକି ଥିଲା। ଆଗାମୀ ବଲ୍ରେ ଭୁବନେଶ୍ୱର କୁମାର ସିଙ୍ଗିଲ୍ ନେଇଗଲେ, ଏଣିକି ଶେଷ ବଲ୍ରେ 2 ରନ୍ ବାକି ରହିଲା। ବଲର ରାଶିକଦାର ଥିଲେ ଷ୍ଟ୍ରାଇକ୍ରେ, ଚାହିଁଥିଲେ ଏମ୍ଆଇ ଜିତି ପାରିଥାନ୍ତା ମ୍ୟାଚ୍, କିନ୍ତୁ ରାଶିକଦାର ବଲର ହାତକୁ ବଲ୍ ମାରିକି ସିଧା ଦୌଡ଼ି ପଳାଇଲେ ଆଉ ବଲର ତ ବଲ୍ଟି ଛାଡ଼ିଦେଲେ। ଭୁବନେଶ୍ୱର କୁମାର ଆଉ ରାଶିକଦାର ସଲାମ ଏ 2 ଜଣ 2 ରନ୍ ନେଇଗଲେ। ଆର୍ସିବି 2 ୱିକେଟ୍ରେ ମ୍ୟାଚ୍ ଜିତିଗଲା। ଏମ୍ଆଇ ଦଳ ଜିତିବା ମ୍ୟାଚ୍ଟି ହାରିଲା। ଭୁବନେଶ୍ୱର କୁମାର ନିଜର 4ଟା ୱିକେଟ୍ ଆଉ 2 ବଲ୍ରେ 7 ରନ୍ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପାଇଲେ। ଆର୍ସିବି ସମୁଦାୟ 14 ଅଙ୍କ ପାଇକି ଅଙ୍କ ତାଲିକାରେ 1 ନମ୍ବରକୁ ପଳାଇଲା, ଅଧିକା ନେଟ୍ ରନ୍ ରେଟ୍ ସହିତ। କୃଣାଲ ପାଣ୍ଡ୍ୟା ମଧ୍ୟ କହିଲେ, ଭୁବନେଶ୍ୱର କୁମାର ଯଦି ସେ ଛକା ନ ମାରିଥାନ୍ତେ ଆମେ ମ୍ୟାଚ୍ଟି ଜିତି ପାରିନଥାନ୍ତୁ। ଆର୍ସିବି ଯଦି ଆଉ ଗୋଟେ ମ୍ୟାଚ୍ ଜିତିଯିବ ତାହେଲେ ପ୍ଲେ ଅଫ୍ରେ ପହଞ୍ଚିଯିବ। ଦର୍ଶକ ବନ୍ଧୁମାନେ, ଆପଣମାନେ କାହାର ଫ୍ୟାନ୍, ମୁମ୍ବାଇ ଇଣ୍ଡିଆନ୍ସ ନା ଆର୍ସିବି? ନିଶ୍ଚୟ ମନ୍ତବ୍ୟ କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।